ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତ ଯୁକ୍ତ ଦୁଇ ପ୍ରଥମ ବର୍ଷର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ବାମା ବିଚ୍ଛେଦ ପରଧର ଶଣେ କିଛି ଦିନ ଫଳ ମୂଳ ଭକ୍ଷଣେ। ଦେଖ ପିଲେ ତମ ମାନଙ୍କର ସ୍କ୍ରିନ୍ କଣ ଦେଖ ପିଲେ ବାମା ବିଚ୍ଛେଦ ପରଧର ଶଣେ ବିଚି ଦିନ ଫଳ ମୂଳ ଭକ୍ଷଣେ। ରାମ କହୁଛନ୍ତି ସମଦଶା ପଡିଯାଇଛି, ସମଦଶାପନ୍ନ। ଆମେ ଦୁଇ ଜଣ ତାମାନେ ଆମେ ଯଦି କହିବା ପିଲେମାନେ ଏଠି ରାମଚନ୍ଦ୍ର ବୁଝଉଛନ୍ତି ଆମେ କାହିଁକି ମିତ୍ର ହବା ଉଚିତ, ମିତ୍ରତାର ନାଁ କାହିଁକି ହେଲା, ବା ଆମେ ଯଦି କହିବା ରାମଚନ୍ଦ୍ର କିଭଳି ମିତ୍ରତା ସ୍ଥାପନ କରୁଛନ୍ତି ଆମେ ସେମିତି ଜାଣିଛେ ପିଲେ। ଦେଖ ପିଲାମାନେ ପତ୍ନୀ ବିରହ ବିଧୁରା ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ଭେଟ କରି କହୁଛନ୍ତି, କଣ କହୁଛନ୍ତି ନା ବାମା ବିଚ୍ଛେଦ ପରଧର ଶଣେ। ବାମା ବାମା କହିଲେ ପିଲେ ସ୍ତ୍ରୀ। ପଢିଥିଲେ ଆମେ ସାହାଡ଼ା ବୃକ୍ଷ କବିତାରେ ଅର୍ଦ୍ଧାଙ୍ଗୀ ଯାହାକୁ କହୁଛେ ବା ପତ୍ନୀ ମଧ୍ୟ ଯାହାକୁ କୁହାଯାଏ ବାମା। ବାମା ବିଚ୍ଛେଦ, ମୋର ମଧ୍ୟ ସ୍ତ୍ରୀ ବିଚ୍ଛେଦ ହୋଇଛି, ଆପଣଙ୍କ ସ୍ତ୍ରୀ ବିଚ୍ଛେଦ ହୋଇଛି। କେମିତି ନା ମୋ ସ୍ତ୍ରୀ ସତୀ ସୀତାଙ୍କୁ ରାବଣ ହରଣ କରି ନେଇଛି ଏବଂ ଆପଣଙ୍କ ସ୍ତ୍ରୀ ରୋମାକୁ ବାଳି ଛଡେଇ ନେଇଛି। ତେଣୁ ବର୍ତ୍ତମାନ ଆମେ ଦୁଇ ଜଣଙ୍କର ସମଦଶା ପଡିଛି, ଯାହାକୁ ଆମେ କହୁଛେ। ତେଣୁ ବାମା ବିଚ୍ଛେଦ ପର ଧରଷଣେ। ପର ଧରଷଣ କହିଲେ ପିଲେ କଣ? ପର କହିଲେ ଅନ୍ୟ, ଅନ୍ୟ ଧରଷଣେ ମାନେ ଅନ୍ୟ ଦ୍ଵାରା ନିର୍ଯାତିତ ହୋଇ ବା ଅନ୍ୟ ଦ୍ଵାରା ଦୁଃଖ ପାଇ, ବୁଝିପାରିଲା, ବିଚ୍ଛେଦ ଘଟିଛି। ବିଚ୍ଛେଦ କହିଲେ ପିଲେ ଅନୁପସ୍ଥିତ, ଅଲଗା ହୋଇଯିବା, ବିରହ, ଯାହାକୁ ଆମେ କହୁଛେ। ତେଣୁ ବାମା ବିଚ୍ଛେଦ ପର ଧରଷଣେ ବିଞ୍ଚି ଦିନ ଫଳ ମୂଳ ଭକ୍ଷଣେ। ଆପଣ କିସ୍କିନ୍ଧା ରାଜ୍ୟରୁ ତଡା ଖାଇଛନ୍ତି, ମୁଁ ଅଯୋଧ୍ୟାରୁ ଆସିଛି ଏବଂ କଣ ହେଇଛି ନା ମୋ ସ୍ତ୍ରୀ ସରି ମୋର ମଧ୍ୟ ସ୍ତ୍ରୀ ବିଚ୍ଛେଦ, ଆପଣଙ୍କ ମଧ୍ୟ ସ୍ତ୍ରୀ ବିଚ୍ଛେଦ। ମୋ ସ୍ତ୍ରୀ ବା ସତୀ ସୀତାଙ୍କୁ ରାବଣ ହରେଇ କରି ନେଇଛି, ଚୋରି କରି ନେଇଛି, ପରନ୍ତୁ ଆପଣଙ୍କ ସ୍ତ୍ରୀକୁ ରୋମାଙ୍କୁ କଣ କରିଛନ୍ତି ବାଳି, ଯଦି କହିବା କଣ ଛଡାଇକି ନେଇଯାଇଛନ୍ତି। ତେଣୁ ଆମେ କଣ କହୁଛେ ବିଞ୍ଚି ଦିନ ଫଳ। ଆମେ ଦିନ ଫଳ ଭକ୍ଷଣ କରିକି ଦିନ କାଟୁଛୁ, ଦିନ ବଞ୍ଚୁଛୁ, ଦିନ ସମୟ ଅତିବାହିତ କରୁଛୁ। ତାପରେ କଣ ହେଇଛି ଦେଖ ବିଲେ, ବନ୍ଧୁ ଅନୁଜ ମନ୍ତ୍ରୀ ପ୍ରବୋଧନେ ବୋଧ ହୋଇ ରହିଥାଏ ଜୀବନେ। ବନ୍ଧୁ ଅନୁଜ ମନ୍ତ୍ରୀ ପ୍ରବୋଧନେ, ତାମାନେ କଣ ରାମଚନ୍ଦ୍ର କହୁଛନ୍ତି। କିଏ କାହାକୁ ପ୍ରବୋଧନ ଦେଉଛି? ପ୍ରବୋଧନ କହିଲେ ବୁଝାଇ କହିବା ଦ୍ଵାରା, ବା ଆମେ ଯଦି କହିବା ବୋଧ ହୋଇ, ବୋଧ ସହିତ କରୁଛନ୍ତି। ରାମଚନ୍ଦ୍ର କିଏ ବୁଝାଉଛନ୍ତି? ବର୍ତ୍ତମାନ ଆମେ ଯଦି କହିବା ପାଖରୁ ପତ୍ନୀ ପ୍ରାଣ ପ୍ରିୟା ପତ୍ନୀ ଚାଲି ଯାଇଛନ୍ତି, ରାବଣ ଚୋରି କରି ନେଇଛି। ଏପଟେ ସୁଗ୍ରୀବଙ୍କ ପତ୍ନୀ ରୋମକୁ ମଧ୍ୟ ବାଳି ଛଡେଇ ନେଇଛି। ତେଣୁ କିଏ କାହାକୁ ପ୍ରବୋଧନା ନା ବନ୍ଧୁ ଅନୁଜ। ଅନୁଜ କହିଲେ ସାନ ଭାଇ, ସାନ ଭାଇ ଲକ୍ଷ୍ମଣ ରାମଙ୍କୁ ବୁଝାଉଛନ୍ତି, ପ୍ରବର୍ତ୍ତନା ଦେଉଛନ୍ତି ଏବଂ ମନ୍ତ୍ରୀ ମାନେ କାହାକୁ? ସୁଗ୍ରୀବଙ୍କୁ ବୁଝାଉଛନ୍ତି, ବୁଝିପାରିଲା, ସୁଗ୍ରୀବଙ୍କୁ ପ୍ରବର୍ତ୍ତନା ଦେଉଛନ୍ତି। ବା ଆମେ ଯଦି କହିବା ଏଇ ଯୋଉ କଥା ସବୁ ଅଛି ଯେ କି କାହାକୁ, ଯେ କିଏ କାହାକୁ ବୁଝାଉଛନ୍ତି, ପ୍ରବର୍ତ୍ତନା ଦେଉଛନ୍ତି ଜଙ୍ଗଲରେ, ଅରଣ୍ୟରେ, ନା ଆମେ ଯଦି କହିବା କଣ ନା ସୁଗ୍ରୀବ ଯେଉଁ ଯଦି ଆମେ କହିବା ପିଲେ ଲକ୍ଷ୍ମଣ ରାମଙ୍କୁ ବୁଝାଉଛନ୍ତି
ଏବଂ ମନ୍ତ୍ରୀ ମାନେ ସୁଗ୍ରୀବଙ୍କୁ ବୁଝାଉଛନ୍ତି। ତାପରେ କଣ ନା ବୋଧ ହୋଇ ରହିଥାଅ ଜୀବନ, ବୋଧ ହୋଇ ରହିଥାଅ ଜୀବନେ। ଏବଂ ଏଇ ଯୋଉ ଜୀବନରେ ଆମେ ମଧ୍ୟ ବୋଧ ହୋଇ ରହିଛୁ। ସେମାନେ ଆମକୁ ପ୍ରବୋଧନା ଦିଅନ୍ତି ବା ସେମାନେ ଆମକୁ ବୁଝାଇଛନ୍ତି ବୋଲି ଆମେ କଣ କରୁଛେ, ଆମେ ରହିଛେ ଜୀବନ ଧରିକି, ଆମେ ରହିଛେ, ବୁଝିପାରିଲେ ନାଇଁ। ତାମାନେ ରାମ କେବଳ ସାନ ଭାଇ ଲକ୍ଷ୍ମଣ ଏବଂ ସୁଗ୍ରୀବ ମନ୍ତ୍ରୀଙ୍କ ଆଶ୍ୱାସନରେ ନିଜ ନିଜର ଦୁଃଖ ଲାଭ କରିଛନ୍ତି। ରାମଚନ୍ଦ୍ର ସେଇ କଥା କହୁଛନ୍ତି ଯେ ବନ୍ଧୁ ଅନୁଜ ମନ୍ତ୍ରୀ ବୋଧନେ, ବୋଧ ହୋଇ ରହିଥାଅ ଜୀବନେ। ଆମେ ସେମିତି ଜାଣିଛେ, ଦେଖ ପିଲେ, ଏଇ କବିତାରେ ଗୋଟିଏ ଆମେ ଯଦି କହିବା ଲକ୍ଷ୍ମଣ କଣ ନା ବ ଆଦ୍ୟ ବର୍ଣ୍ଣରେ ବ ଅନୁପ୍ରାସରେ ରଚିତ। ଦେଖ ପିଲେ, ଆରମ୍ଭ ହୋଇଥିବ ସବୁ ବ, ଏଠି ବ, ଏଠି ବ, ତମେ ଦେଖିପାରୁଥିବ, ଯାହାକି ଆମେ ବିଗତ ବର୍ଷ ପଢିଥିଲେ ରାଘବଙ୍କର ଯାତ୍ରା ଅନୁକୂଳରେ। ତାପରେ କଣ ହେଇଛି ଦେଖ ପିଲେ, ବାଧା ମାତା ଭ୍ରାତରେ ଉପୁଜୁଛି, ବୋଇକି ସାଧିବା ଇଚ୍ଛା ଅଛି। ତାମାନେ ମାତା ବାଧା ମାତା ଭ୍ରାତାରେ ଉପୁଜୁଛି। ତାହେଲେ ବାଧା କେଉଁଠି ଉପୁଜିଲା? କାହିଁକି ରାମଚନ୍ଦ୍ର ବଣକୁ ଗଲେ? କାହିଁକି ସୁଗ୍ରୀବ କିଷ୍କିନ୍ଧା ରାଜ୍ୟରୁ ତୋଡ଼ା କହିଲେ? ନା ଏଠି ରାମଚନ୍ଦ୍ର କହୁଛନ୍ତି ଯେ ବାଧା ମାତା ଭ୍ରାତାରେ ଉପୁଜୁଛି, ମୋ ପାଇଁ ବାଧା ଉପୁଜିଥିଲା ଏବଂ ଆପଣଙ୍କର ବଡ ଭାଇ ବାଳି ପାଇଁ ଆପଣଙ୍କର ବାଧା ଉପୁଜିଲା। ତାମାନେ ରାମଚନ୍ଦ୍ର କହୁଛନ୍ତି ବନବାସ ହେବାର, ଏଇ ଦୁଃଖ ପାର ହବାର ଏଇ କଥା ଯଦି ଘଟିବାର କାରଣ ହେଉଛି କେବଳ ମୋର ହେଉଛନ୍ତି ମାତା କୈକେୟୀ ଏବଂ ଆପଣଙ୍କର ହେଉଛନ୍ତି ବଡ ଭାଇ ବାଳି, ବୁଝିପାରିଲା। ତେଣୁ ବାଧା ମାତା ଭ୍ରାତାରେ ଉପୁଜୁଛି, ବୋଇରିକି ସାଧିବା ଇଚ୍ଛା ଅଛି। ଆମେ ଦୁଇ ଜଣଙ୍କର ଲକ୍ଷ୍ୟ ବା ଟାର୍ଗେଟ ଏକ। କଣ ଟାର୍ଗେଟ? ନା ଆପଣଙ୍କ ଶତ୍ରୁ ହେଉଛନ୍ତି ବାଳି, ବଡ ଭାଇ। ଆରେ ଭାଇ କେତେବେଳେ ଶତ୍ରୁ ହେଇଯାଏ? ତାହେଲେ ଆମେ ଯଦି କହିବା, ଦେଖ ପିଲେ, ଭାଇ କଣ ଶତ୍ରୁ? પરંતુ ଏଠି ଶତ୍ରୁ ହେଇଯାଇଛନ୍ତି, ଭାଗ ଦେଇନାହାନ୍ତି। ଯଦି ଆମେ କହିବା ସମ୍ପତ୍ତିରୁ ଭାଗ ଦେଲେନି, ଐଶ୍ୱର୍ଯ୍ୟ ରାଜ୍ୟରୁ ତଡ଼ିଦେଲେ। ତା ସହିତ ଆମେ ଯଦି କହିବା ନିଜର ପ୍ରାଣ ପ୍ରିୟା ପତ୍ନୀକୁ ମଧ୍ୟ ବାଳି ଛଡେଇ ନେଇ, ସୁଗ୍ରୀବଙ୍କ ପତ୍ନୀ ରୋମାଙ୍କୁ ବାଳି ଛଡେଇ ନେଇ ତାହେଲେ ଏଇଭଳି ଭାବରେ ବର୍ତ୍ତମାନ ସୁଗ୍ରୀବଙ୍କର ଶତ୍ରୁ ହେଉଛନ୍ତି ବାଳି ଏବଂ ରାମଙ୍କର ଶତ୍ରୁ ହେଉଛନ୍ତି ରାବଣ। ମହାନ ପଣ୍ଡିତ ରାବଣ ଏବଂ ଏଇ ଯୋଉ ଦୁଇ ଶତ୍ରୁ ବା ବୈରୀ, ଯାହାକୁ ଆମେ କହୁଛେ ବୈରୀ, ବୈରୀ ଶତ୍ରୁ ସାଧିବା ଇଚ୍ଛା ଅଛି, ବୈରୀ ଶତ୍ରୁ ସାଧିବା ଇଚ୍ଛା ଅଛି। ଏଇ ବୈରୀଙ୍କୁ ଶତ୍ରୁଙ୍କୁ ବିନାଶ କରିବା, ସାଧିବା ମାନେ ବିନାଶ କରିବା, ସାଧିବା ମାନେ ବିନାଶ କରିବାର ଇଚ୍ଛା ରହିଛି, ବୁଝିପାରିଲା। ରାମଚନ୍ଦ୍ର ଆସିକି ବୁଝଉଛନ୍ତି, ହନୁମାନ ଆଣିଛନ୍ତି ସୁଗ୍ରୀବଙ୍କ ପାଖକୁ ଏବଂ ସୁଗ୍ରୀବ ଯିଏ ବାଳିଙ୍କୁ ଡରିକି ଲୁଚିଛନ୍ତି ଆସିକି ଋଷ ମୁଖ୍ୟ ପର୍ବତରେ, ସେ କଣ ରାମଚନ୍ଦ୍ରଙ୍କୁ କହୁଛନ୍ତି ବନ୍ଧୁ ହେବା କି ନାହିଁ। କଣ ତାପରେ ଘଟିଲା? ରାମଚନ୍ଦ୍ର ସିନା ଏତେ କଥା କହିଲେ, ପିଲେ ଆଉ ଥରେ ସରଳ ଓ ସହଜରେ କହିଦେଉଛି। ରାମଚନ୍ଦ୍ର ନିଜର ଦୁଃଖର ଭାଷା, କ୍ଲେଶ ଭାଷାକୁ ସୁଗ୍ରୀବଙ୍କ ଆଗରେ କହିଛନ୍ତି ଯେ ବେନି ଜନେ ପଡିଛି ଏକ ଦଶା, ଦୁଇ ଜଣଙ୍କର ଚମ ଦଶା ବା ଯଦି ଆମେ କହିବା ଏକ ଦଶା ପଡିଛି ଏବଂ ସୂର୍ଯ୍ୟ ବଂଶରେ ଆମେ ଦୁଇ ଜଣଙ୍କର ଜନ୍ମ ଏବଂ ସୂର୍ଯ୍ୟ ବିଧି ବା ନିୟମ ମୁତାବକ ସେ ସୁଗ୍ରୀବ ତୁମେ ମଧ୍ୟ ତାଙ୍କର କୁମର ପୁଅ ପୁତ୍ର ଏବଂ ମୁଁ ଅଯୋଧ୍ୟା ରାଜ୍ୟରେ ବସୁ ବସୁ ରାଜା ହେଉ ହେଉ ଏବଂ ଆପଣ କିଷ୍କିନ୍ଧାରେ ରାଜା ହେଉ ବିଭୂତିରେ ବନ ହେଲା ସଦନ, ପରନ୍ତୁ ବନରେ ହେଲା ଆମ ବାସସ୍ଥାନ। ଏବଂ ବିଭୂତି କହିଲେ ଐଶ୍ୱର୍ଯ୍ୟକୁ ତ୍ୟାଗ କରି, ଐଶ୍ୱର୍ଯ୍ୟହୀନ ହୋଇ ଏବଂ ମୁଁ ବିଭୂତିରେ ଲିପି ଆଜି ବନରେ ଆମେ ବାସ କରୁଛେ।
ଏବଂ ବାମା ବିଚ୍ଛେଦ ପର ଧରଷଣେ। হ্যাঁ? ଏବଂ ବାମା ଆମର ସ୍ତ୍ରୀ ବିଚ୍ଛେଦ ଘଟିଛି, ପର ଧରଷଣେ ବା ଅନ୍ୟ ଦ୍ୱାରା ନିର୍ଯାତିତ ହୋଇ ବା ଅନ୍ୟ ଦ୍ୱାରା ଦୁଃଖ ପାଇ ଆମ ବାମା ବିଚ୍ଛେଦ ଘଟିଛି ଏବଂ ଯାହା ଫଳରେ ଆମ ଫଳମୂଳ ଭକ୍ଷଣ କରିକି ଦିନ କାଟୁଛି ବା ବଞ୍ଚିଛି। ଏବଂ ଆପଣ ମନ୍ତ୍ରୀମାନଙ୍କ ପ୍ରବୋଧନରେ ଏବଂ ମୁଁ ଲକ୍ଷ୍ମଣଙ୍କ ପ୍ରବୋଧନରେ କଣ ହେଇଛି, ଜୀବନର ବୋଧ ହୋଇଛି। ଯାହା ଫଳରେ ଆମେ ଯଦି କହିବା ଏଇ ବାଧା ଆମର ମାତାଙ୍କ ପାଇଁ ଏବଂ ଆପଣଙ୍କର ଭାଇଙ୍କ ପାଇଁ ଏ ବାଧା ଉପୁଜିଛି ଏବଂ ଆମର ଗୋଟିଏ ଲକ୍ଷ୍ୟ ଅଛି, ବୈରିକି ସାଧିବା ଇଚ୍ଛା ଅଛି, ପରନ୍ତୁ ଶତ୍ରୁକୁ ବିନାଶ କରିବାର ଇଚ୍ଛା ମୋଠି ଅଛି ନା। ତେଣୁ ମତେ ବାଟ ଦିଅନ୍ତୁ, ମତେ ମୋ ସତୀଙ୍କ ମୋ ସୀତାଙ୍କ ଖବର ଆଣି ଦିଅନ୍ତୁ। ହାଁ? ଏବଂ ଏହା ପରେ କଣ ହୋଇଛି ଘଟଣା, ସୁଗ୍ରୀବ କଣ କରୁଛନ୍ତି, ମିତ୍ର ହେବେ କି ନାଇଁ ରାମଚନ୍ଦ୍ରଙ୍କର, ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଆଜି ପାଇଁ ବେଶୀ ଏତିକି।